ଦୟା ଗୋଟେ ସଦ୍ଗୁଣ, ସେଇଟା ଆମ ପାଖକୁ ଆସିବ କେମିତି? ଗୋଟେ ସୁନ୍ଦର ସରଳ ବ୍ୟାଖ୍ୟା ଜଣେ ମାନେ ଓଡ଼ିଶାର ସାଧୁ ବୈଷ୍ଣବ ସାଧୁ କହିଛନ୍ତି, ଆରେ ଦୟା କ'ଣ ଠାକୁରଙ୍କୁ ଦୟା ପାଇବ କିଏ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି, ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ମୋତେ ଦୟା କରନ୍ତୁ ଦୟା କରନ୍ତୁ। କେମିତି ସେ ଦୟା କରିବେ? କ'ଣ ପାଇଁ ଦୟା କରିବେ? ମାଧ୍ୟମ କ'ଣ? କହୁଛନ୍ତି ୟାଦ କର, ଓଲଟେଇ ଦିଅ ଦୟାଟାକୁ। ଖାଲି କ'ଣ ହେଲା? ୟାଦ ନା, ତାଙ୍କୁ ଯେତେ ୟାଦ କରିବ ତାଙ୍କ ଦୟା ସେତିକି ଆମ ପାଖକୁ ଆସିବ। ୟାଦ ମାନେ ସ୍ମରଣ କର, ତାଙ୍କୁ ଖାଲି ମନେ ପକାଅ। ଛୋଟ କଥାଟେ ବହୁତ ସହଜରେ ବୁଝେଇଛନ୍ତି ଆମକୁ। ୟାଦ କର, ତାହେଲେ ତାଙ୍କ ଦୟା ପାଇବ। ଅନ୍ୟ ଦୁଃଖରେ ଚିତ୍ତ ଦ୍ରବୀଭୂତ ହେଲେ ଦୁଃଖ ନାଶ ଉଦ୍ଦେଶ୍ୟରେ କାମନ ବାକ୍ୟରେ ଯେଉଁ ଚେଷ୍ଟା କରାଯାଏ ତାହାର ନାମ ହେଉଛି ଦୟା। ଏତେ ଦିନ ଆଉ ଧରିକି ଆପଣଙ୍କୁ ପ୍ରାର୍ଥନା କଲିଣି, ଆପଣ ମୋ କଥା ଶୁଣୁନାହାନ୍ତି। ଅଭିମାନରେ ବି କେତେବେଳେ ସେ କହିଦେଉଛି ନା, କହିଲେ କାଲି ଜଣେ ଭକ୍ତଟିଏ, ସେ ତା'ର ଯେ ଇଷ୍ଟ ତାଙ୍କର, ତାକୁ ସେ କହୁଛି ମୋତେ ଟିକେ ଦୟା କର ଦୟା କର ଦୟା କର। ଦୟା କର ମାନେ ଦ୍ରବ୍ୟ ମାଗୁନି, ଦର୍ଶନ ମାଗୁଛି ସେ। ମୋତେ କାହିଁ ଦେଖା ଦେଉନ? ମୁଁ ଏତେ ଡାକୁଛି, ଏତେ ପ୍ରାର୍ଥନା କରୁଛି, ମୋତେ କାହିଁ ଦେଖା ଦେଉନ? କହିଲେ କାଲି ତୁ ମୋର ଦେଖା ପାଇବୁ, ସକାଳେ ଯାହାକୁ ଭେଟିବୁ ସେ ମୁଁ। ଯେମିତି ସକାଳ ହେଇଛି, ସେ କବାଟ ଖୋଲିକି ଆସି ଦେଖିଲେ ବହୁତ ଶୀତରେ ଗୋଟେ ମା' କିଛି ଘୋଡ଼େଇ ହେବାକୁ ନାହିଁ, ପୁଙ୍ଗଳା ଦେହରେ ଛୁଆଟାକୁ ଧରିଛି କାଖେଇକିରି, ନିଜ କାନିଟାରେ ତ ଘୋଡ଼େଇ ଦେଇଛି, ନିଜ କାନିଟାରେ ଛୁଆଟାକୁ ଘୋଡ଼େଇ ଦେଇଛି। ସେ ବିଶ୍ୱାସ କରୁଛନ୍ତି ଯାହାକୁ ଦେଖିବୁ ସେ ତ ମୁଁ। ତାଙ୍କୁ ଘରକୁ ଡାକି ଆଣିଲେ, ଘରକୁ ଆଇଲେ, ତାଙ୍କୁ ଟିକେ ଭଲ ଲୁଗା ପିନ୍ଧିବାକୁ ଦେଲେ। କହିଲେ ତୁମେ ତ ଦିନେ ଦିନ ହେଲା କିଛି ଖାଇନ ନା। ନା, ସେଠୁ ନିଜେ ରୋଷେଇ କଲେ। ରୋଷେଇ କରି ଯେତେବେଳେ ଖୋଉଛନ୍ତି, ସେତେବେଳେ ଭାବୁଛନ୍ତି ଯେ ପ୍ରକୃତ ମୁଁ ଏତେ ଦିନେ ପ୍ରଭୁଙ୍କୁ ମୋର ଖାଇବାକୁ ଦେଲି। ଯାହାକୁ ଦେଖିବା ସେ ମୁଁ। ସ୍ୱପ୍ନରେ ଦେଖିଛନ୍ତି ନା, ବିଶ୍ୱାସ ହେଇଯାଇଛି, ଏତେ ଦୃଢ଼ ବିଶ୍ୱାସ ହେଇଯାଇଛି ଯେ ତାଙ୍କ ଧାରଣା ହେଉଛି ଯେ ତାଙ୍କୁ ଆଣିଲେ, ଯେତିକି ପାରିଲେ ବସ୍ତ୍ର ଦେଲେ, ଖୋଇଲେ, ତାଙ୍କର ଅନୁଭବ ହେଲା। ସେ ମୋର ଅନୁଭବ ହେଲା ଯେ ମୁଁ ଆଜି ମୋର ପ୍ରଭୁଙ୍କୁ ପାଇଲି ତାଙ୍କରି ଭିତରେ। ସେଇଥିପାଇଁ ସେ କହୁଛନ୍ତି ଯେ ସହାନୁଭୂତିଶୀଳ ହୁଅ। ସହାନୁଭୂତିଶୀଳଟା ଗୋଟେ ବଡ଼ ଆଧ୍ୟାତ୍ମିକ ଉନ୍ନତି ପାଇଁ ଆମର ନିହାତି ଦରକାର। ଅନ୍ୟ ପାଇଁ ଯଦି ଅନ୍ତରରେ କିଛି ଆମର ଇଏ ନ ଆସିଲା, ତାହେଲେ ଆମେ ଠିକ୍ ନୁହଁ। ଖାଦ୍ୟ ଅଛି, ସେ କହୁଛନ୍ତି କ୍ଷମା ସହିତ ଦୟାର ସମ୍ବନ୍ଧ। ଦୟାଟାକୁ ଇଏ ଗ୍ରହଣ, ତମେ କ'ଣ ଦୟା କରିବ? ତମେ କ'ଣ ତମର କ'ଣ ଅଛି? ତମର କ'ଣ ଶକ୍ତି ଅଛି ଦୟା କରିବ? ତାଙ୍କ ଭିତରେ ଈଶ୍ୱରଙ୍କୁ ଦେଖିବାକୁ ଚେଷ୍ଟା କର। ଯାହାଙ୍କର କରୁଛ ତାଙ୍କ ଭିତରେ ଈଶ୍ୱରଙ୍କୁ ଦେଖିବାକୁ ଚେଷ୍ଟା କର ଏବଂ ସେବା କର। ଶିବାଜୀଙ୍କର ଗୁରୁ ହେଉଛନ୍ତି ସମର୍ଥ ରାମ ଦାସ। ମହାରାଷ୍ଟ୍ର ଜଣେ ପରମ ବିରାଟ ସନ୍ଥ। ସିଏ ଶିବାଜୀ ଗୋଟେ ବଡ଼ ଦୁର୍ଗ କରିଛନ୍ତି, ଗୁରୁଙ୍କୁ ଡାକିକି ବୋଲଉଛନ୍ତି, ମୁଁ ଏମିତି କଲି, ମୁଁ ସେମିତି କଲି, ଏମିତି ଗୋଟେ ଦୁର୍ଗ କରିଛି ଯେ ମରାଠା ମୋଗଲଙ୍କର ତ ମୋଟେ ପଡ଼େନି ନା, ବାରମ୍ବାର ଆକ୍ରମଣ କରନ୍ତି। ବିଶେଷ ଔରଙ୍ଗଜେବ ପିରିୟଡ଼ ବହୁତ ହେଇଛି, ଆମେ ଇତିହାସରେ ପଢ଼ିଛୁ। ଗୋଟେ ବଡ଼ ଦୁର୍ଗ କରିଛନ୍ତି। ଏତେ ମୂଲ୍ୟ ଲାଗିଲେ, ତାଙ୍କୁ ରଖିଲି, ଖାଇବାକୁ ଦେଲେ। ସେ କହୁଛନ୍ତି ଗୁରୁଙ୍କ ଆଗରେ, ମୁଁ କରିଛି, ମୁଁ କରିଛି, ମୁଁ କରିଛି। ଗୋଟା ଜାଗାରେ ଠିଆ ହେଲେ, କହିଲେ ଏଇଟା ଖୋଳ। ଏଇ ଜାଗାରେ ସେତେବେଳେ ତ ସିମେଣ୍ଟ ନଥିଲା ନା, ପଥର ଯୋଡ଼ି ହେଇକି ସବୁ ହେଉଥିଲା। କହିଲେ ଏଇଟା ଖୋଳ। ତାହାର ଗୋଟେ ବ୍ୟଙ୍ଗ ଥିଲା। କହିଲେ ଆକୁ ଖାଇବାକୁ ଦେଇଛୁ? ଗୁରୁ ସମର୍ଥ ରାମ ଦାସ, ଆଙ୍କୁ ତୁ ଖାଇବାକୁ ଦେଉଥିଲୁ? ଲମ୍ବ ହେଇ ପଡ଼ିଗଲେ ଶିବାଜୀ ଗୁରୁଙ୍କ ପାଖରେ, ମୋତେ କ୍ଷମା କରିଦିଅନ୍ତୁ। ତାପରେ ଶିବାଜୀଙ୍କ ପାଠୁଆ ବାହାର ନାହିଁ, ସେମିତି ଅହଙ୍କାର କର ନାହିଁ। ପରର ଉପକାର କରି ତାହାଠାରୁ ପ୍ରତ୍ୟୁପକାର ନ ପାଇଲେ ଅନୁତାପ କରିବା, ଲାଭ ଯଶ ପ୍ରତିଷ୍ଠା ଦେଇ ବଶବର୍ତ୍ତୀ ଉପକାର। ଏକନାଥ ଥିଲେ ବହୁତ, ସେଇ ସମୟରେ ମହାରାଷ୍ଟ୍ରରେ ବହୁତ ସନ୍ଥ ଥିଲେ। ତୁକାରାମ ଥିଲେ, ଏକନାଥ ଥିଲେ, ଇଏ ଥିଲେ ଆମର ଯେଉଁ ସନ୍ଥ ଜ୍ଞାନେଶ୍ୱର। ଏକନାଥ ଯେତେ ଯାହା କରନ୍ତୁ ତାଙ୍କୁ ଯେତେ ତାଙ୍କର ମାନେ ଦେହକୁ ନିଅନ୍ତି ନାହିଁ। ସେ
ସ୍ଥିତପ୍ରଜ୍ଞ ଥିଲେ। ଜଣେ ଗଲେ ତାଙ୍କ ପରୀକ୍ଷା କରିବାକୁ, କେମିତି କେମିତି ସେ କାହା ଉପରେ କିଛି ରାଗୁନାହାନ୍ତି, କିଛି କରୁନାହାନ୍ତି, ଯାହା କଲେ ବି ମାନେ ସହିବାର ଜୀବନ୍ତ ମୂର୍ତ୍ତି। ତାଙ୍କୁ ଯେତେ ଯାହା କହିଲେ ଆଉ ବହୁତ ଗାଳି ଦେଲେ କାଳି ରାଗିବ ଟିକେ କ'ଣ କହିବ, ଏସବୁ ଶୁଣିଲେ କିଛି ଆଉ କହିଲେନି। ବହୁତ ଗାଳି ଦେଲା ପରେ ହେଲେ ଚୁପ୍ ହେଲେ, କହିଲେ ଭୋକ ହେବଣି ତ ଆସ ସାଙ୍ଗ ହେଇ ଖାଇବା। ସ୍ତ୍ରୀଙ୍କୁ କହିଲେ ଭୋଜନ ବାଢ଼ ଖାଇବା, ବହୁତ ଏତେ ଟାୟାର୍ଡ଼ ହେଇ ପଡ଼ିବନି ଗାଳି ଦେଇଦେଇ। ଆର ପରୀକ୍ଷା ସରୁନି, ଭୋଜନ ବାଢ଼ୁଛନ୍ତି, ଏକନାଥଙ୍କ ସ୍ତ୍ରୀ ବାଢ଼ୁଛନ୍ତି। ବାଢ଼ିଲା ବେଳେ ମାଆ ମାନେ କ'ଣ ଟିକେ ନଈକି ବାଢ଼ିବେ ନା, ଇଏ ଡେଇଁକି ତାଙ୍କ ଉପରେ ବସି ପଡ଼ିଲେ, ତାଙ୍କ କାନ୍ଧ ଉପରେ। ଇଏ ଯେ ନଈକି ବାଢ଼ୁଛନ୍ତି, ଭାବନ୍ତୁ ସିଏ ଆ ଉପରେ ଆସିକି ବସି ପଡ଼ିଲେ। ଏକନାଥ କହୁଛନ୍ତି ହଲାଉନି, ଛୁଆଟା ଗଳି ପଡ଼ିବ। କହିଲେ ହଁ, ମୋ ପିଲା ପାଇଁ ଏମିତି ପିଲାଦିନ ହେଲା ମୋତେ ଭଲ ଲାଗୁଥିଲା। ସେ ଲମ୍ବେଇ ପଡ଼ିଗଲେ। କହିଲେ ଏ ସହିବା ଯେ ସହେ ସେ ରହେ। ସହନଶୀଳତା ସାଧୁଙ୍କର ପ୍ରଧାନ ଲକ୍ଷଣ ହେଲା ସେ ସହନଶୀଳ ହେବେ। ଜଣେ ସାଧୁ ଯାଉଛନ୍ତି ବଜାରରେ, ଗୋଟେ ଦୋକାନକୁ ଗଲେ, ଦୋକାନରେ ବିଭିନ୍ନ ଡବା ସଜା ହେଇଛି ସବୁ। ତ କହିଲେ କ'ଣ ଏଥିରେ ସବୁ ରଖିଛ? କହିଲେ ଏଥିରେ ଜିରା ଅଛି, ସୋରିଷ ଅଛି, ମେଥି ଅଛି, ଯାହା ସେ ବିକୁଛି ରଖିଛି। ଆଉ ଏଟାରେ ଈଶ୍ୱର ଅଛନ୍ତି ଡବା ଭିତରେ। କହିଲେ କି ଡବା ଭିତରେ ଈଶ୍ୱର ବିକ୍ରି ହେଉଛନ୍ତି ଦୋକାନରେ? କହିଲେ ଈଶ୍ୱର ଅଛନ୍ତି କ'ଣ? ନାଇଁ ଆଜ୍ଞା, ଆମେ ଖାଲି କହୁନି ତ, ବେପାରୀ ଲୋକ, ଈଶ୍ୱର କହିଦେଲେ। କହିଲେ ମୁଁ ଏତେ ଦିନ ହେଲା ଖୋଜୁଥିଲି, ଯାହା ପାଇନଥିଲି, ଏଇ ସାମାନ୍ୟ ଦୋକାନୀଠୁ ପାଇଗଲି। ଖାଲି ନହେଲେ ଈଶ୍ୱର ମିଳନ୍ତି ନାହିଁ, ଆମକୁ ଖାଲି ହେବାକୁ ପଡ଼ିବ। ଖାଲି ମାନେ ଅହଂଶୂନ୍ୟ ହେବାକୁ ପଡ଼ିବ, ତାହେଲେ ଈଶ୍ୱର ଠାକୁର ମିଳିଯିବେ। ଛୋଟିଆ କଥାଟା ଆମ ଆଗରେ ଅଛି, କିନ୍ତୁ ଖାଲି ନହେଲେ ଈଶ୍ୱର ମିଳନ୍ତିନି, ଆମକୁ ଖାଲି ହେବାକୁ ପଡ଼ିବ। କେବଳ ଭଗବତ ଜ୍ଞାନରେ ଯେଉଁ ପରୋପକାର କରାଯାଏ, ତା ପର ଅର୍ଥାତ୍ ନିର୍ମଳ ଉପକାର। ଓ ପର ଗୋଟେ ହେଲା ସଂସ୍କୃତ ଶବ୍ଦ, ଯାହାର ଅର୍ଥ ହେଉଛି ନିର୍ମଳ ଉପକାର। ମୁଁ ଜାଣିନଥିଲି। କେବଳ ଭଗବତ ପ୍ରୀତି ନିମିତ୍ତ ଯେଉଁ ପରୋପକାର, ତାହା ହିଁ ନିର୍ମଳ। ଆତ୍ମାର ସ୍ୱରୂପ ଜ୍ଞାନ ଦାନ ହିଁ ଯଥାର୍ଥ ପରୋପକାର। ଭଗବତ ବିସ୍ମୃତିରେ ବୁଡ଼ି ରହିଥିବା ଜୀବମାନଙ୍କ ଭିତରେ ଭଗବତ ସ୍ମୃତି ଆନନ୍ଦ ହିଁ ପ୍ରକୃତ ପରୋପକାର। ଗୋଟେ ପଞ୍ଜୁରୀରେ ଭଲ ଶୁଆଟିଏ ରଖିଛି, ଯତ୍ନରେ ପାଳେ, ତାକୁ ଇଏ ଦିଏ, ଖାଇବାକୁ ଦିଏ, ସେ ଦିଏ, ବହୁତ ଯତ୍ନରେ ପାଳେ। ତାକୁ ଦିନେ ପଚାରୁଛି, ଆରେ ଆଉ କ'ଣ ତୋର ଅଭାବ ରହିଯାଉଛି କି? ନା ମୋର କ'ଣ ଅଭାବ ମୁଁ ଜାଣିନି। ମୋରି ଯେଉଁମାନେ ବାହାରେ ବୁଲୁଛନ୍ତି, ମାନେ ମୁଁ ତ ପଞ୍ଜୁରୀରେ ଅଛି, ଯତ୍ନରେ ରଖିଛ, କିନ୍ତୁ ମୋର ଯେଉଁମାନେ ବାହାରେ ଅଛନ୍ତି, ମୋ ଜାତିର ମାନେ ଅନ୍ୟ ଶୁଆ ଯେ ବାହାରେ ଅଛନ୍ତି, ତାଙ୍କୁ ଟିକେ ନେଇ ପଚାରି ଆସ, ସେ ଯାହାକୁ କହିବେ। ଏଇ ଯାଇକି ପଣରେ ଗଲେ ପଚାରିଲେ ଶୁଆକୁ, କି ତମେ ସେ ଭଲରେ ଅଛ? ସେ ଯେମିତି ଶୁଣିଲା ଚଟକିରି ପଡ଼ି ମରିଗଲା। ଇଏ ଯଦି ତାକୁ ଆସି କହିଲେ, କ'ଣ କହିଲେ ସିଏ? ଆମେ ଯେତେବେଳେ ପଚାରିଲେ ତମେ ସେ ଭଲରେ ଅଛ? ସେ ପଡ଼ିଗଲା, ମରିଗଲା। ଇଏ ସାଙ୍ଗେ ସାଙ୍ଗେ ପଡ଼ିଲା, ମରିଗଲା। ଇଏ ତ ବହୁତ ଯତ୍ନ ପାଳିଥିଲା ଶୁଆଟାକୁ, ତାକୁ ଆଣିଲା, ବହୁତ ଦୁଃଖ କଲା, ତାକୁ ପିଞ୍ଜୁରୀ ବାହାରେ ଯେ ଆଣି ଥୋଇଲା, ଉଡ଼ି ପଳେଇଲା। ସେ ଯେତେବେଳେ ପଚାରିଲେ ତମେ ଭଲରେ ଅଛ? ନା ମୋତେ ପିଞ୍ଜରରେ ବଦ୍ଧ କରି ରଖିଛ, ମୁକ୍ତ ହେଲେ ତ ଭଲରେ ରହିବି। ସେଇଟା ଶିଖେଇବ କିଏ? ମୋ ସାଙ୍ଗ ସେଇଠୁ ଶିଖେଇଦେଲା। ବଦ୍ଧ ଥିଲେ କେମିତି ମୁକ୍ତ ହେବ। ମୃତ ପାଇ ହେଲେ ମୁକ୍ତ ହେବ, ମୃତ ପାଇ ହେଲେ ମୁକ୍ତ ହେବ। ଏଇଟା ଆଜି ଆମକୁ ଶିକ୍ଷା। ବା ହଁ, ଯିଏ ଯା ନିନ୍ଦା କରୁଛି, ଗୋଟେ ସବୁକୁ ଜଣେ ନିନ୍ଦା କଲେ ସେ କ'ଣ କିଛି ରିଆକ୍ଟ କରୁଛି? ନା ସେ ପ୍ରଶଂସା କଲେ ରିଆକ୍ଟ କରୁଛି? କିଛି ହେବ ନାହିଁ। ଯେମିତି ହେଉଛି ସେମିତି ଯଦି ଆମେ ହେଇପାରିବା, ତାହେଲେ ଆମେ ମୁକ୍ତର ଆସ୍ୱାଦର ଏଇଠି ରହିକି ପାଇବା, ମୁକ୍ତିର ଆସ୍ୱାଦ। ଜିତନା ହିଁ ଈଶ୍ୱର ଅନୁରାଗ, ଇତନା ହିଁ ବିଷୟ ବୈରାଗ। ଯେତେ ଈଶ୍ୱରଙ୍କ ପ୍ରତି ଅନୁରାଗ ଆସିବ, ବିଷୟ ପ୍ରତି ବୈରାଗ୍ୟ ସେତିକି ଆସିବ। ବିଷୟ ରହିବ, ତାଙ୍କ ସୃଷ୍ଟି ରହିବନି କେମିତି? ବିଷୟ ପ୍ରତି ଆସକ୍ତି ରଖନି ବୋଲି କହୁଛନ୍ତି। ଜିତନା ହିଁ ଈଶ୍ୱର ଅନୁରାଗ, ଇତନା ହିଁ ବିଷୟ ବୈରାଗ। ବିଷୟ ପ୍ରତି ବୈରାଗ୍ୟ ରହିବ, ଯେତିକି ଦରକାର ସେତିକି ନିଅ। ଆମର ବ୍ରଜ ପଣ୍ଡା ଭାଇ, ଆମେରିକାର ସଭାପତି, ଏଠୁ ଦିଲ୍ଲୀ ସମ୍ମିଳନୀରେ ଭାବ ବିନିମୟ କରୁଥିଲେ। ଭାବ ବିନିମୟରେ କହିଲେ ଯେ ମୁଁ ଯେତେବେଳେ ଯାଏ,
ସକାଳୁ ଉଠି ତାଙ୍କର ଦିନଚର୍ଯ୍ୟା କହିଲେ। ଅଫିସକୁ ଗଲି, ଠାକୁରଙ୍କୁ ଡାକି ନେଲି ମନେ ମନେ, କାର୍ ଗେଟ୍ ଖୋଲିଲି, ଠାକୁର ବସିଲେ, ଏଠି ଗଲି ସେଠି ଗଲି, ଲିଫ୍ଟରେ ନେଲି, ସବୁ କଲି। କରି ଆଇଲା ପରେ ମୋ ସବୁ ତ କଲେ, ଠାକୁରଙ୍କୁ ନେଇକି ଅଫିସରେ ବସେଇଲେ, ଅଫିସରୁ ପୁଣି ନେଇକି ଆଇଲେ, ଦରମାଟା କାହାକୁ ଦେଲେ? ଦରମାଟା କାହାକୁ ଦେଲେ? ସେ କଥା ତ କହିଲେ ରେ। କହିଲେ ଭାଇ ମୌଜଟାକୁ ଆପଣ ଧରିଦେଲେ। ଆରେ ସବୁ ତ ଠାକୁର ନେଇ କରୁଛ, ତାହେଲେ ଦରମାଟା ବି ତାଙ୍କର ନା। ସେ ଯେତିକି ଦୟା କରିଦେବେ ସେତିକିରେ ଘର ଚଳେଇବ। ସେଇଠି ରହିଗଲେ ତମେ। ମୋତେ କହିଲେ ଭାଇ ମଞ୍ଜ କଥାଟାକୁ ଆପଣ ଧରିଦେଲେ। ମୁଁ କହିଲି ଧରିବା ପାଇଁ କହିନି, ସବୁ ଠାକୁରଙ୍କର। ଯଦି ଏହା ବି ମୁଁ କରୁଛି ସେଟା ବି ଠାକୁରଙ୍କର, ସବୁ ତାଙ୍କ ପାଦରେ ଥୋଇଦିଅ, ଯେତିକି ଦେବେ ସେତିକିରେ ଘର ଚଳା। ଯେଉଁଟାକି ଆମ ସଂଘ କହୁଛି ଯାହା ପାଇଲ, ସାଲେରୀ ଯେଉଁଠି ପାଇଲ, ବ୍ୟବସାୟ ଯାହା ପାଇଲ, ଅଗ୍ରଭାଗଟା ତାଙ୍କୁ ଦେଇଦିଅ, ତାହେଲେ ସବୁ ଜାଗା ପ୍ରସାଦ ହେଇଗଲା, ସେଇଥିରେ ତୁମେ ଘର ଚଳା। ଅଗ୍ରଭାଗଟା ରଖିବାକୁ ପଡ଼ିବ। ସେଥିପାଇଁ କହୁଛନ୍ତି ଦିନର ଅଗ୍ରଭାଗଟା ହିଁ ରଖ। ଦିନର ଅଗ୍ରଭାଗ କ'ଣ? ଉଠିଲା ମାତ୍ର ସ୍ମରଣ କର ଜୟ ଗୁରୁ। ଆମର ଆଗରୁ ଥିଲା କରାଗରେ ବସିଛି ଲକ୍ଷ୍ମୀ କର ମଧ୍ୟ ସରସ୍ୱତୀ, ପ୍ରଭାତେ କର ଦର୍ଶନ, ପ୍ରଭାତେ କର ଦର୍ଶନ କହିକି ମୁହଁଟାକୁ ଏମିତି କରିକିରି ଯେଉଁ ପୋଡ଼ାରେ ନିଶ୍ୱାସ ଯାଉଥିବ ସେଇ ପୋଡ଼ାଟା ଖଟରେ ତଳକୁ ଆଗ ଭୂମି ସ୍ପର୍ଶ କରିବ। ହଁ, ତାହେଲେ ଦିନର ଅଗ୍ରଭାଗଟା ଆମେ ଠାକୁରଙ୍କୁ ଦେଇଦେଲୁ। ଦିନର ଅଗ୍ରଭାଗଟା ଠାକୁରଙ୍କୁ ଦେଇଦେଲୁ, ଦିନଚର୍ଯ୍ୟାଟା ଆମେ କରୁ, ତାହେଲେ ଦିନଟା ଠିକ୍ ଠିକ୍ ଚାଲିବ। ପ୍ରାର୍ଥନାଟାକୁ ଏଠି ସେ କହୁଛନ୍ତି, ସେଇ ଦାନ କରିବା ସଙ୍ଗେ ତୁମେ ଯଦି ଭଗବାନଙ୍କ ନିକଟରେ ତାଙ୍କ ନିମିତ୍ତ ପ୍ରାର୍ଥନା ନିରତ ହୁଅ, କିମ୍ବା ତାଙ୍କ ମନରେ ଭଗବତ ସ୍ମୃତି ଜାଗରୂକ କରାଇଦିଅ, ଅର୍ଥାତ୍ ତାକୁ ଭଗବତ ପ୍ରାର୍ଥନା କରି ଉଦ୍ବୁଦ୍ଧ କରିପାର, ତେବେ ତାଙ୍କର ପ୍ରକୃତ ଉପକାର ହେଲା ବୋଲି ହେବ। ଏଇ ପ୍ରାର୍ଥନାଟାକୁ ଆମେ ଷ୍ଟେପିନ୍ ହୁଇଲ୍ ଭଳିଆ ବ୍ୟବହାର କରୁଛୁ। ଆମ କାମ କରୁଛୁ ଯେତେବେଳେ କ'ଣ ଗୋଟେ ପଡ଼ିଗଲେ ଠାକୁରଙ୍କ ପାଇଁ ପ୍ରାର୍ଥନା କରିଦେଲୁ, ନାଇଁ? ଷ୍ଟେପିନ୍ ହୁଇଲ୍ଟା କେତେବେଳେ ବ୍ୟବହାର ହୁଏ? ଯେତେବେଳେ ଏ ହୁଇଲ୍ର କାମ ଚଳେ ନାହିଁ। ସେଥିପାଇଁ ଜଣେ ସାଇକୋଲୋଜିଷ୍ଟ ଲେଖିଦେଲେ ଗୋଟେ ଆର୍ଟିକଲ୍, ମୋତେ ଭଲ ଲାଗିଲା, ଯେ ପ୍ରାର୍ଥନାଟା ଷ୍ଟେପିନ୍ ହୁଇଲ୍ ନୁହେଁ, ଷ୍ଟିଅରିଂ ହୁଇଲ୍। ଷ୍ଟେପିନ୍ ହୁଇଲ୍ ଭଳି ବ୍ୟବହାର କରନି, ଷ୍ଟିଅରିଂ ହୁଇଲ୍ ଭଳିଆ ବ୍ୟବହାର କର, ଯେ ତୁମକୁ ସବୁବେଳେ ଦିଗ ଦର୍ଶନ ଦେଉଥିବ। ଷ୍ଟିଅରିଂ ହୁଇଲ୍ ସେ ବି ଗୋଟେ ହୁଇଲ୍ ନା। ଷ୍ଟେପିନ୍ ହୁଇଲ୍ ଗୋଟେ ଗାଡ଼ିରେ ନଥାଏ, ଯେତେ ଗାଡ଼ିଟା ପମ୍ପଚର୍ ହେଇଗଲା, ଷ୍ଟେପିନ୍ଟାକୁ ଲଗେଇ ଯେଉଁଟା କାଢ଼ି ଆଣେ ସେଟା। ସେ ଲେଖାଟା ତାଙ୍କର ବହୁତ ବଡ଼ ଲେଖା ଥିଲା, କିନ୍ତୁ ଏଇଟା ମୋତେ ବହୁତ ଭଲ ଲାଗିଲା। ଜଣେ ସାଇକୋଲୋଜିଷ୍ଟ ଲେଖିଥିଲେ, ବୋଧେ ଆଧ୍ୟାତ୍ମିକତା ହେଇଥିବେ ଆଉ। ଯେଉଁମାନେ ଦମ୍ଭ, ଅଭିମାନ, କପଟତା ତ୍ୟାଗ କରି ଅପରକୁ ଭଗବତ ଜ୍ଞାନ ଦାନ କରିପାରନ୍ତି, ସେଇମାନଙ୍କର ସେଇ ଉପକାର ହିଁ ଉପକାର ମଧ୍ୟରେ ଶ୍ରେଷ୍ଠ। ମନେକର କୌଣସି କ୍ଷୁଧାତୁର ବ୍ୟକ୍ତି ତୁମକୁ ସାହାଯ୍ୟ ପ୍ରାର୍ଥୀ, ତୁମେ ତାକୁ ରୁକ୍ଷ ଭାବରେ ଭଗବାନ ନାମ ସ୍ମରଣ କରିବା କହି ନିଜେ ଧୂମପାନ କରି ନିଜର ବିଳାସ ସାମଗ୍ରୀ କ୍ରୟ କରିବାକୁ ଚାଲିଗଲ। ସେ ଦିନ ଦରିଦ୍ର ଦୁଃଖ କଥା ତୁମର ମନେ ପଡ଼ିଲା ନାହିଁ। ଏଭଳି ସଦୁପଦେଶ ଦେବା ଆଉ କପଟତା ମଧ୍ୟରେ ଗଣ୍ୟ। ତେଣୁ ଯାହାକୁ ଭଗବତ ତତ୍ତ୍ୱ ଉପଦେଶ ଦେବ, ତାଙ୍କ ଦୁଃଖରେ ଦୁଃଖିତ ହୋଇ ସମବେଦନା ପରବଶ ହୋଇ ଯାହା କହିବ, ତାହା ତାଙ୍କ ହୃଦୟକୁ ସ୍ପର୍ଶ କରିବ। ବାରିପଦା ଗୋଟେ ଦୁଃଖଦ ହେଲା, କିଛି ମା', ସେତେବେଳେ ମୁଁ ସେବାରେ ଥିଲି, କିଛି ମା' ମୋତେ କହିଲେ ଭାଇ ମୋର ଯଦି ଆଉ ଗୋଟେ ପିଲା ଥାଆନ୍ତା ମୁଁ ପାଠ ପଢ଼ାନ୍ତି କି ନାହିଁ? ମୁଁ କହିଲି ହଁ, କାହାର ଦରକାର ଥିବ ଯଦି ଭାଇ ଚାଲି ଯାଇଥିବେ, ସେ ପିଲାଟା ମୁଁ ପଢ଼େଇଦେବି। ପଢ଼େଇଛନ୍ତି ମଧ୍ୟ, ଏମ୍ଟେକ୍ ପର୍ଯ୍ୟନ୍ତ ପଢ଼େଇଛନ୍ତି। ଇଏ ହେଉଛି ସଂଘ, ନା କହିବିନି। ହେଲେ ମୋର ଯଦି ତାଙ୍କ ପିଲାମାନେ ୱେଲ୍ ପ୍ଲେସ୍ଡ ଆମେରିକାରେ ଅଛନ୍ତି, ନିଜର ବିଜନେସ୍ ବହୁତ, ମାନେ ଅଭାବ ନାହିଁ, କିନ୍ତୁ ମନ କେମିତି ଦେଖନ୍ତୁ, ଏତେ ଭାଇ ଚାଲିଗଲେ। ଯଦି କାହାର ଇଏ ଥିବ ମୁଁ ବି ପିଲାଙ୍କୁ ପଢ଼େଇଦେବି। ସେ ପଢ଼େଇଛନ୍ତି। ସେମାନେ ଯେଉଁମାନଙ୍କୁ ପଢ଼ଉଥିଲେ ସେମାନେ ପୁଣି ବିଟେକ୍ ଏମ୍ଟେକ୍ କରିକି କମ୍ପ୍ୟୁଟରରେ ବର୍ତ୍ତମାନ ୱେଲ୍ ପ୍ଲେସ୍ଡ ବାହାରେ। ଇଏ ହେଉଛି ସଂଘ ନା। ଏଇଟା ସେ କେଉଁଠି ଶିଖିଛନ୍ତି? ସଂଘରେ ଯୋଗ ଦେଇ ଠାକୁରଙ୍କ ପାଖରୁ ଶିଖିଛନ୍ତି। ଯାହା ଅଛି ବାଣ୍ଟି ନିଅ, ଏଇଟା ବୈଷ୍ଣବର ଧର୍ମ। ପର ଦୁଃଖ ବିଗତ ଦେବାର ନାମ ପ୍ରେମ। ଭଗବାନଙ୍କୁ ଭୁଲି ଯାହା କରାଯାଏ ତାକୁ ମାୟା କହନ୍ତି। ପୁନଶ୍ଚ
ଭଗବତ ପ୍ରୀତି ଉଦ୍ଦେଶ୍ୟ ରଖି ତାଙ୍କ ସନ୍ତୋଷ ସାଧନ ନିମିତ୍ତ ଜୀବ ହୃଦୟରେ ଭଗବାନଙ୍କ ଅଧିଷ୍ଠାନ ଜାଣି ଯେଉଁ ଦୟା ପ୍ରଦର୍ଶନ କରାଯାଏ ତାହା ପ୍ରେମ ପ୍ରୀତି ନାମରେ ଅଭିହିତ। ଗୁରୁ ଶକ୍ତିଟା ଆମ ଭିତରୁ କେମିତି ଆସିବ? ଠାକୁର ଉପଦେଶରେ କହିଛନ୍ତି ଦୁଇ ଜାଗାରେ, ନିଷ୍କାମରେ କର୍ମ କରିବା ଓ ନିଃସ୍ୱାର୍ଥପର ଭାବରେ ସେବା କଲେ ଗୁରୁ ଶକ୍ତି ଆହରିତ ହୁଏ। ଦୁଇଟା କଥା। ଆମ ଭିତରେ ଗୁରୁ ଶକ୍ତି କାର୍ଯ୍ୟକାରୀ ହଉ କେମିତି ହେବ? ଯେମିତି ଗୋଟେ ଇଲେକ୍ଟ୍ରିକ୍ କଣ୍ଡକ୍ଟର, ସେଟା ଯେତେ ଇଏ ଜିନିଷଟା ହେବ, ଇନ୍ସୁଲେସନ୍ ବେଶୀ ଥିବ ଏତେ କରେଣ୍ଟ ଫ୍ଲୋ କରିବ ନାହିଁ। କପରରେ ଯେତିକି ଫ୍ଲୋ କରିବ ଜିଆଇ ତାରରେ କମ୍ ଫ୍ଲୋ କରିବ ନାଇଁ କି? ସେଥିପାଇଁ କପର ୱାୟାରଟା ବେଶୀ ବ୍ୟବହାର କରାଯାଏ। ସେମିତି ଆମ ଭିତରେ ଗୁରୁ ଶକ୍ତି ଏଇ ଦୁଇଟାରେ ହେବ, ନିଃସ୍ୱାର୍ଥ ଭାବରେ ସେବା ଓ ନିଷ୍କାମ ଭାବରେ କର୍ମ କଲେ ଗୁରୁ ଶକ୍ତି ଆହରିତ ହୁଏ। ତେଣୁ ଆମ ଭିତରେ ଠାକୁରଙ୍କ ଶକ୍ତି ଯଦି ଆସିବାକୁ ଆମେ ଚାହୁଁଛୁ, ଦୁର୍ଗାଚରଣ ଏତେ କାମ କେମିତି କରିଗଲେ? ଗୁରୁ ଶକ୍ତି ବଳରେ କରିଗଲେ। ତାଙ୍କ ଘରେ କେମିତି ଆଇଲା? ନା ସେ ଠାକୁରଙ୍କୁ ପ୍ରାଣ ଦେଇ ଭଲ ପାଉଥିଲେ। ଏଇ ଦୁଇଟା କଲେ ହିଁ ଆମ ଭିତରେ ତାଙ୍କର ଇଏଟା ଆସିବ। ଆଉ ଯେପର୍ଯ୍ୟନ୍ତ ଚିତ୍ତଶୁଦ୍ଧି ନ ହେଇଛି ସେ ପର୍ଯ୍ୟନ୍ତ ଆମର କଥା ଗୁଡ଼ା ସତ୍ ହେଉଛି ବୋଲି ଆମକୁ ଜଣାପଡ଼ିବ, କାରଣ ଆମ ଭିତରେ ଅହଙ୍ଗ ଅଛି, ଅନ୍ୟମାନେ ଜାଣିପାରିବେନି। ନାଇଁ ଏଗୁଡ଼ା କ'ଣ କହୁଛି? ଚିତ୍ତଶୁଦ୍ଧି କେମିତି ହେବ? ନା ସେବା ସହାୟତାରେ ଚିତ୍ତଶୁଦ୍ଧି। ସେବା କଲେ ହିଁ ଚିତ୍ତଶୁଦ୍ଧି ହେବ। କାହାର ସେବା କରିବେ? ଆହାର ଶୁଦ୍ଧି ଥିବ। ଚିତ୍ତଶୁଦ୍ଧିର କେତେବେଳେ କାରଣ ଅଛି, କିନ୍ତୁ ସେବା ସହାୟତାରେ ମୁଖ୍ୟତଃ ଆମ ସଂଘ କହୁଛି ସେବା ସହାୟତାରେ ଚିତ୍ତଶୁଦ୍ଧି। ଜଣେ ମଲ୍ଟି ବିଲିୟନ୍ ଡଲାର ଶିଳ୍ପପତି ୟୁରୋପର ଯାଉଛନ୍ତି, ଦେଖିଲେ ତାଙ୍କର ଗୋଟେ ସାଙ୍ଗ ଯାହାର ବି ଏମିତି କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି, ତା ଝିଅ ଯାଇକିରି କୁଷ୍ଠାଶ୍ରମରେ ଏ ଯେଉଁ ରୋଗୀମାନଙ୍କର ଘା ସଫା କରୁଛି ଆଉ ବ୍ୟାଣ୍ଡେଜ୍ କରୁଛି। ସେପଟେ ଯାଉଛନ୍ତି ତ, କିରେ ତୁ କାହା ଝିଅ? ଏଡ଼େ ବଡ଼ ଶିଳ୍ପପତିଙ୍କ ଝିଅ ଏଠି ଆଜି ଏ କାମ କରୁଛୁ? ମୋତେ ତ ବିଲିୟନ୍ ପାଉଣ୍ଡସ୍ ଦେଲେ ତ ମୁଁ ଏ କାମ କରନ୍ତି ନାହିଁ। ନା ମୋତେ ବିଲିୟନ୍ସ ପାଉଣ୍ଡ ଦେଲେ ବି ମୋ ସେବା ଛାଡ଼ିପାରିବି ନାହିଁ କହିକିରି ତାଙ୍କର ଯେଉଁଟା ଲକେଟ୍ ପିନ୍ଧିଥିଲେ କାଢ଼ି ଦେଖେଇଲେ, ସେ କୃଷ୍ଣଙ୍କ ମୂର୍ତ୍ତି ଥିଲା। କହିଲେ ଆଙ୍କ ପାଇଁ ମୁଁ ସେବା କରୁଛି। ତାମାନେ ସେବା କଲା ଭିତରେ ସେ ରୋଗୀ ଭିତରେ ଶ୍ରୀକୃଷ୍ଣ ଦେଖୁଛନ୍ତି। ସେ ବୋଧେ ଇସ୍କନ ଡିଭୋଟି ମୁଁ ଭାବୁଛି, ଏଇଟା ପଢ଼ିଲି ମ୍ୟାଗାଜିନ୍ରୁ। ଏଇ ହେଉଛି ସେବା। ଯାଉଛନ୍ତି ରାମକୃଷ୍ଣ ମିଶନର କିଛି ସନ୍ନ୍ୟାସୀଙ୍କୁ ସେବା ପାଇଁ ପଠା ହେଉଛି। ଅଭେଦାନନ୍ଦ ସେତେବେଳେ ରାମକୃଷ୍ଣ ନାହାନ୍ତି, ପରବର୍ତ୍ତୀ ଅଭେଦାନନ୍ଦ ଲେଖିଛନ୍ତି ଏଟାକୁ। କହିଲେ ତୁମେ ଯାଉଛ, ଆମେ ଯେଉଁ ସେବା କାର୍ଯ୍ୟ କରିବାକୁ ଯାଉଛୁ, ବସ୍ତ୍ର ଦେବୁ, ଖାଦ୍ୟ ଦେବୁ, ଏଟା ସଂଗ୍ରହ କରୁଛୁ, ସାଧାରଣତଃ ସଂଗ୍ରହ କରିଛୁ। ତୁମେ ତ ଦେଲ, ତୁମ ନିଜର କ'ଣ ଦେବ? ଯେଉଁମାନେ ଯାଉଥିଲେ ସେବକମାନଙ୍କୁ ପଚାରୁଛନ୍ତି, ସେମାନେ ଚୁପ୍ ହେଇକି ରହିଲେ। ନିଜର କ'ଣ ଦେବ? ଏଗୁଡ଼ା ତ ସାଧାରଣତଃ ଆଣିଛୁ, ସାଧାରଣକୁ ଯାଇକି ସାହାଯ୍ୟ କରିବ। ନିଜର କ'ଣ ଦେବ? ନିଜର ଭଲ ପାଇବା ଦେବ, ନିଜର ପ୍ରାଣ ଦେବ। ଖାଲି ଦେଲେ ହେବନି, ଦେବା ସହିତ ଏଇଟା ଯଦି ମିଶିଥିବ ତାହେଲେ ହେବ। ନିଜର ଭଲ ପାଇବା ମିଶିଥିବ, ନିଜର ପ୍ରାଣ ମିଶିଥିବ। ଆମର ଜନ୍ମୋତ୍ସବରେ ହେଉଛି, ଅନାଥ ଆଶ୍ରମରେ ଦିଆହେଉଛି, ହେଉଛି ସେଟା। କିନ୍ତୁ ଆମେ କ'ଣ ସେଇ ହିସାବରେ ଯଦି କଲୁ ତାହେଲେ ସେବା ହେବ, ନହେଲେ ଗୋଟେ ରିଲିଫ୍ ୱାର୍କ। ସତ୍କର୍ମ ହେଇପାରେ କିନ୍ତୁ ସେବା ହେବନି। ସତ୍କର୍ମ ସେବା ଭିତରେ ବି ତଫାତ ଅଛି। ଯାହାର ଯେଉଁଟା ଆବଶ୍ୟକ ଯଦି ଆମେ ଦେଇପାରିଲୁ, ସେବା ମାନେ ସେଇଟା, ଯିଏ ଯେଉଁଟା ଚାହୁଁଛି ସେଇଟା କରିବ, ଆଉ ଅହଙ୍କାରଟା ରହିବ ନାହିଁ। ଦୁଇଟା କଥା। ସେଥିପାଇଁ ପରିଚୟପତ୍ର ଅଛି ବା, ମୁଁ ମଲେ ମୋତେ ପାଇବ, ପଢ଼ା ହେଉଛି। ନଟ ଭାଇ ଗୋଟେ ଯାଇଛନ୍ତି ସଂଘକୁ, ସେଥିରେ ଭାଇ ପଚାରିଲେ, ଠାକୁର ତାହେଲେ ମୁଁ ମଲେ ପାଇବ? ଠାକୁର ଏତେ ବର୍ଷ ହେଲା ମଲେଣି, ଠାକୁର ପାଉନୁ କାହିଁକି? ନାଇଁ ନଟ ଭାଇ କହିଲେ, ଏଇଆ ବୁଝିଲ? ଆରେ ମୁଁ ମଲେ ମାନେ ତମ ଅହଙ୍କାରଟା ଗଲେ, ଅହଂଟା ମାନେ ମୁଁ ମରେନି। ସମସ୍ତେ କ'ଣ କହୁଛନ୍ତି? ମୁଁ ଖାଇଛି, ମୁଁ ପିଇଛି, ମୁଁ ସଂଘକୁ ଆସିଲି, ମୁଁ ପ୍ରାର୍ଥନା ଗାଇଲି, ମୁଁ କରିଛି, ମୁଁ ମରିଛି କିଏ କହିପାରିବ?
କହିପାରିବନି କାରଣ ଯେତେବେଳେ ସେ କହିବା କଥା ତା ପାଟି ତୁ ପଡ଼ିଯାଇଥାଏ ତ ସେ ତ ମରିଛି କହିବ କେମିତି ମୁଁ ମରିଛି କେହି କହିପାରେନି ମୁଁ କେବେ ମରେ ନାହିଁ ସେଥିପାଇଁ କୁହାହେଉଛି ତାକୁ ସମର୍ପଣ କରିଦିଅ ତାଙ୍କୁ ଦେଇଦିଅ ତାଙ୍କ ପାଦ ତଳେ ଗୁରୁଙ୍କ ପାଦ ତଳେ ସମର୍ପିତ କରିଦିଅ ତାହେଲେ ହେବ ଅନେକ ସମୟରେ ସିଆଡ଼ୁ ଚେତନା ଆସେ ଶାହଜାହାନଙ୍କର ଗୋଟେ ଇଏ ଅଛି ଗୋଟେ ନିଦ ଭାଙ୍ଗିଗଲା ବାଦଶାହ ସେ ତ ଔରଙ୍ଗଜେବ ଭଳିଆ ତ ଏତେ ଇଏ ନଥିଲା ନା କହିଲେ ଆଉ ସେବକମାନଙ୍କୁ କ'ଣ ଡାକିବି ଆଉ ସେ କଳସୀ ତ ପାଣି ଥିବ ଦେଖିଲ କଳସୀରେ ସିନା ପାଣି ନାହିଁ ସେବକମାନେ ଶୋଇଛନ୍ତି କାହିଁ ନିଦ୍ରା ଇଏ କରି ପାଖରେ ତ କୂଅଟା ସେତେବେଳେ ତ ସିଷ୍ଟମ୍ ୱାଟର ସପ୍ଲାଇ ଏଗୁଡ଼ା କିଛି ନାହିଁ ନା ସେତେବେଳେ କ'ଣ ଥିଲା କେବଳ କୂଅ ଥିଲା ସେ କୂଅ ପାଖକୁ ଯେତେବେଳେ ପାଣି ଆଣିବାକୁ ଯାଉଛନ୍ତି ସମ୍ରାଟ କେବେ କୂଅରୁ ପାଣି କାଢ଼ିଛନ୍ତି କେବେ ତ ହେଇନି ସେ ଯେଉଁ ପୁଲିଟା ଥିଲା ପୁଲିରେ ମୁଣ୍ଡଟା ବାଜିଗଲା ରକ୍ତ ବୋହିଲା ରକ୍ତ ପଡ଼ିଲା କହିଛନ୍ତି ଶୁକୁର 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 ହେ ପ୍ରଭୁ ତୁମକୁ ଧନ୍ୟବାଦ 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 କାହିଁକି ନା ନିଜର ପାଣି ମୁଣ୍ଡ କାଢ଼ିବାର ଯାହାର ଶକ୍ତି ନାହିଁ ତାକୁ ତୁମେ ହିନ୍ଦୁସ୍ତାନର ବାଦଶାହ କରିଦେଇଛ ହେ ଈଶ୍ୱର ତୁମକୁ ଧନ୍ୟବାଦ ଏଇ ଏମାନେ ଥରୁଛନ୍ତି ପଡ଼ିକି ଆଇଦର ମୃତ୍ୟୁଦଣ୍ଡ ଦେଇଦେବେ ନହେଲେ ଆମକୁ ଚାକିରିରୁ ବିଦା କରିଦେବେ ଭରଣ ପୋଷଣ ହେବ ନାହିଁ ସେବକମାନେ ଥରୁଛନ୍ତି ସିଏ କିନ୍ତୁ କହିଛନ୍ତି ପଢ଼ିବେ ତାଙ୍କ ଜୀବନ ଆମ ପାଇଁ ସେଟା ସମସ୍ତେ ତାଙ୍କ ପାଖରେ କୃତଜ୍ଞ ହୁଅ ଯିଏ ଦେଇଛନ୍ତି ଏଟାକୁ ଶୁକୁର 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 ହେ ଆଲ୍ଲାହ ତୁମକୁ ଧନ୍ୟବାଦ ଧନ୍ୟବାଦ କାହିଁକି ନା ଯାହାର ପାଣି ମୁଣ୍ଡେ କାଢ଼ିକି ପିଇବାର ଶକ୍ତି ନାହିଁ ହିନ୍ଦୁସ୍ତାନର ସମ୍ରାଟ କରିଦେଇଛ ଏ କେବଳ ତୁମରି କୃପା ସେଇ କେବଳ କରିପାରନ୍ତି ଯାହାଙ୍କ ପାଦ ତଳେ ଆଜି ଆମେ ବସିଛୁ ତାଙ୍କ ପାଇଁ ଅସମ୍ଭବ କିଛି ନାହିଁ